କିଛି କରିବା ପୂର୍ବରୁ ନିଜର ଆନ୍ତରିକତାକୁ ପ୍ରଥମେ ସୁଦୃଢ଼ କରିବାକୁ ପଡ଼ିବ। ନହେଲେ ସେ ଅଭ୍ୟାସ କରିବା ଆମ ପାଇଁ ଅସମ୍ଭବ ହୋଇଥାଏ। ଯେମିତି ଦେଖୁନାହାନ୍ତି, ସକାଳୁ ଉଠିବା। ଜଣେ ଗୃହିଣୀ ସକାଳୁ ତ ଉଠିଥାଏ, ହେଲେ ନିଜ ପାଇଁ ନିଜର ନିଦରୁ ସମୟ କାଟିକି ଉଠିବା ଟିକେ ତ କଷ୍ଟ ହେବ ନା। ନହେଲେ ତାକୁ କିଏ ବା ସମୟ ଦେବ ତାର ନିଜ ପାଇଁ? ଶରୀର ଉଠୁଥାଏ ନା ମନ କହୁଥାଏ ତୁ ଶୋଇପଡ଼, କିନ୍ତୁ ତାର ଆଲାର୍ମ ରିଙ୍ଗ ବାଜିବା ମାତ୍ରେ ନିଦ ଭାଙ୍ଗି ଯାଇଥାଏ ଯେ ମୁଁ ଲେଟ୍ ନ ହୋଇଯାଏ। ମୋ କାମ କରିବା ସହିତ ବାକି ଆହୁରି ବି ବହୁତ କାମ ଅଛି ନା ମୋର। ଚାଲ ଚାଲ ଜଲ୍ଦି ଉଠିଯାଅ। ଆଉ ଏପଟେ ସମସ୍ତେ କୁହନ୍ତି ପରା କି ଘରେ କିଛି କାମ ନଥାଏ। ଘରେ ରହୁଥିବା ମହିଳାଙ୍କର କି କାମ? ଖାଇବା, ରୋଷେଇ କରିବା, ବାସନ ମାଜିବା, ଝାଡ଼ୁ ମାରିବା, ସାଫ ସଫାଇ କରିବା, ଏଇ ତ କାମ। ଆଉ ତ ବାକି ଦିନ ଭରି ସେ ଘରେ ଏଇପରି ବସିଥାନ୍ତି। ଯଦି ଟିକେ ନିଜ ପାଇଁ ସମୟ ବାହାର କରି କିଛି କରିବାକୁ ଚାହେଁ ତ ତା ଦେହରେ କେତେ କଥା ଶୁଣିବାକୁ ପଡ଼ିଥାଏ। ଛାଡ଼, କାହା କଥା ଶୁଣିକି କେବେ ରାସ୍ତା ଚାଲିପାରିବା ନାହିଁ। ଘରର କାମ ସହିତ ନିଜ ଦେହ ପ୍ରତି ଯତ୍ନ ନେବା, କିଛି ହେଲ୍ଦି ଖାଇବା ଆଉ କିଛି ଜାଣିବାକୁ ମଧ୍ୟ ଚେଷ୍ଟା କରିବା, ଆଉ ଆଗକୁ କିଛି କରିବାର ମଧ୍ୟ ପ୍ରୟାସ କରିବା। ଏଇଠି ଦେଖନ୍ତୁ, ମୁଁ ଆଜି ଦିନ ପରି ସବୁ ଭିଡ଼ିଓ କ୍ୟାପଚର କରିବାକୁ ଚେଷ୍ଟା କରିଥିଲି, କିନ୍ତୁ ହୋଇପାରିଲା ନାହିଁ। ଆହୁରି ବି କିଛି କାମ ରହିଯାଇଛି, ହେଲେ ରାତି ପର୍ଯ୍ୟନ୍ତ ତାକୁ ପୁରା କରିବାର ଅଛି। ବାହାନା ତ ବହୁତ ଅଛି। ନିଜକୁ ଠକିକି ନିଜେ ନିଜର ଅସୁବିଧାକୁ କାହିଁକି ଡାକିବା? ଘରର ଯେତେ କାମ କରିବା ସହିତ କିଛି ପଢ଼ିବା, କିଛି ଶିଖିବା, କିଛି ଲେଖିବା, ନିଜ ସହିତ କିଛି ସମୟ ବିତେଇବା, ଆଉ ଆମର ପରମାତ୍ମା ଭଗବାନଙ୍କ ପାଖରେ ଟିକେ ବସିକି ନିଜର ମନ କଥା କହିବା। ଏହି ପ୍ରକୃତି ମାତାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା। ଯଦି ଏସବୁ କରିବାର ଅଛି ତ ଆମର କାମକୁ ଆଉ ଟିକେ ସ୍ପିଡ଼ କରିବାର ପଡ଼ିବ। ନହେଲେ ଆଗରୁ ଯେଉଁଠି ମାନେ ଘର କାମରେ ଅଟକି ରହିବାର ନାହିଁ, ଦୁନିଆ ଦେଖିବାର ଅଛି। କେତେ ଭଲ ହୁଅନ୍ତା ନା ଜଣେ ନାରୀକୁ ପୁରୁଷ ଭଳି ସ୍ୱାଧୀନ କରିଦେଲେ, ଯେପରି ବାହାର ଯାଇ ଇନକମ୍ କରିପାରେ, ତା ନିଜ ଖର୍ଚ୍ଚ ନିଜେ ତୁଲାଇପାରେ, ନିଜ ଦୁନିଆ ବୁଲିପାରେ, କେଉଁଠାକୁ ବି ଯାଇପାରେ, ତାର ଇଚ୍ଛା ଅନୁସାରେ କିଛି କରିପାରେ। ହଁ, କେତେକ ମହିଳା ତ କରୁଛନ୍ତି, ଆହୁରି ମଧ୍ୟ ଚେଷ୍ଟା କରୁଛନ୍ତି କରିବା ପାଇଁ, ହେଲେ ତାଙ୍କ ମୁଣ୍ଡରେ ଯେତେ ଘରର କାମ ବୋଝ ଥିଲା ତାପରେ ତା 2 ଗୁଣା ହୋଇଯାଇଥାଏ ଘରେ ଆଉ ବାହାରେ। ତାକୁ କେହି ବି ହେଲ୍ପ କରିନଥାନ୍ତି, କାହିଁକିନା ଜଣେ ମହିଳା ତ ତ୍ୟାଗୀ, ସେ ସର୍ବଂସାହା, ସେ ସବୁ ସହିବ। ତା ପାଖରେ ବହୁତ ଶକ୍ତି ଅଛି। ଘର ସମ୍ଭାଳ, ଛୁଆ ସମ୍ଭାଳ, ନିଜ ସମ୍ମାନ ପାଇଁ ବାହାରେ ଯାଇ କାମ କର। ଏତେ ସାରା କରିବା ପରେ ବି ଜଣେ ମହିଳାଙ୍କୁ କେତେ ସମ୍ମାନରେ ସେ ତାର ଘରେ ରଖୁଛନ୍ତି ଲୋକ? ନାଇଁ ନା। ଆହୁରି ମଧ୍ୟ କୁହାଯାଇଛି ଯେ ନାରୀଙ୍କୁ ମାତା ଲକ୍ଷ୍ମୀଙ୍କ ସହିତ ତୁଳନା କରାଯାଇଛି। ଯେଉଁମାନେ ଏହି କଥା କହୁଛନ୍ତି, ମୁଁ କହୁଛି ମା ତ ଧନର ଦେବୀ, ସେଥିପାଇଁ ସବୁ ଦେବାଦେବୀଙ୍କ ଠାରୁ ସେ ପ୍ରିୟ ହୋଇଥାନ୍ତି। ମାତା ଲକ୍ଷ୍ମୀ କାହିଁକି ନା ତାଙ୍କୁ ପୂଜା କଲେ ବହୁତ ସାରା ଧନ ମିଳିବ। ସେହି ଅନୁଯାୟୀ ଗୋଟେ ସ୍ତ୍ରୀ ପାଖରୁ ବି ପାଇବା ଆଶା ନେଇ ତାକୁ ଘରେ ରଖିଥାନ୍ତି। ଯେପରି ପ୍ରଥମେ କହିଥିଲି, ଯଦି ମୁହଁରୁ ନାରୀକୁ ଲକ୍ଷ୍ମୀ କହୁଛନ୍ତି, ଆତ୍ମାରୁ ବି